প্রিয় দর্শক বন্ধু ମୁଁ ସୁବୋଧଚନ୍ଦ୍ର ମହାଲିକ 2026 ନୂତନ ବର୍ଷକୁ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ସହିତ ଶୁଭ ଅଭିନନ୍ଦନ। ତେବେ ପ୍ରିୟ ଦର୍ଶକ ବନ୍ଧୁ 2025କୁ ଆମେ ନୂଆ ବର୍ଷ ରୂପେ ଗ୍ରହଣ କରି ଆଉ 2025କୁ ବିଦାୟ ଦେଇ 2026କୁ ନୂତନ ବର୍ଷ ରୂପରେ ଆମେ ଗ୍ରହଣ କରିଛନ୍ତି। ଏ ସମାଜ ଥିବା ପର୍ଯ୍ୟନ୍ତ ଏମିତି ବର୍ଷ ପରେ ବର୍ଷ ଦିନ ପରେ ଦିନ ଏମିତି ସମୟ ଅତିବାହିତ କରି ଚାଲିଥିବ। ତେବେ ପ୍ରିୟ ଦର୍ଶକ ବନ୍ଧୁ 2025କୁ ଯେଉଁ ବିଦାୟ ଦେଉଛନ୍ତି ଆମେମାନେ ସେଇ 2025ରେ ବିଭିନ୍ନ ସମୟ ଦେଇ ଅତିବାହିତ କରିଥିବ। ଦୁଃଖ ସୁଖଠାରୁ ଆରମ୍ଭ କରି ବିଭିନ୍ନ ସମୟ ଦେଇ ଅତିବାହିତ କରିଥିବ। ତେବେ ପ୍ରିୟ ଦର୍ଶକ ବନ୍ଧୁ 2025କୁ ସମ୍ପୂର୍ଣ୍ଣ ଭୁଲି 2026କୁ ସ୍ୱାଗତ କରି କେମିତି 2026ରେ କେମିତି ଆପଣମାନେ ଭଲ ରହିବେ ଆଉ ଖୁସିରେ ରହିବେ ସେ କଥା ସଦା ସର୍ବଦା ଚିନ୍ତା କରନ୍ତୁ। ଆଉ 2026ରେ ଆପଣମାନେ ମୁଁ ଆଶା କରୁଛି ଆପଣମାନେ ଭଲରେ ଥିବେ। ଆପଣମାନେ ଭଲ ରହିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଭଲ ରହିବାକୁ ସୁଯୋଗ ଦିଅନ୍ତୁ। ଆଉ ଆପଣମାନେ ଖୁସିରେ ରୁହନ୍ତୁ, ଅନ୍ୟମାନଙ୍କୁ ଖୁସି କରିବାର ସୁଯୋଗ ଦିଅନ୍ତୁ। ତା ମାନେ ନୁହେଁ ଯେ ଆପଣମାନେ ଖୁସିରେ ରହିବେ ଅନ୍ୟମାନଙ୍କୁ ଦୁଃଖରେ ରଖିବେ, ସେମିତି ନୁହେଁ। ସମସ୍ତଙ୍କୁ ସମାନ ସ୍ରୋତରେ ସାମିଲ କରିବାକୁ ସହଯୋଗ କର। ଆଉ ଆପଣମାନେ ଖୁସି ରହିବା ସହିତ ଅନ୍ୟମାନଙ୍କୁ ଖୁସିରେ ରହିବା ପାଇଁ ସୁଯୋଗ ଦିଅ। ଏହା ହିଁ ନିଶ୍ଚିତ ଭଗବାନ ଆପଣମାନଙ୍କୁ ମଙ୍ଗଳ କରିବ ଆଉ ଆପଣଙ୍କ ଦିନ ଆଉ ଆପଣଙ୍କର ବର୍ଷ ମଧ୍ୟ ଆପଣଙ୍କୁ ଶୁଭଙ୍କର ହେବ। ଆଉ ଆପଣ ଖୁସି ସହିତ ଅନ୍ୟମାନଙ୍କୁ ଖୁସି କରିବାର ସୁଯୋଗ ଦିଅନ୍ତୁ ଏବଂ ଖୁସି କରିବାର ପ୍ରୋତ୍ସାହନ କରନ୍ତୁ। ଆଉ ମଣିଷ ଜୀବନ ତ ଦୁଃଖ ସୁଖ ବିଭିନ୍ନ ସମୟ ଦେଇ ଅତିବାହିତ କରିଥାଏ, କିନ୍ତୁ ସେଗୁଡ଼ିକ ଭୁଲି କେମିତି ଆଗାମୀ ଦିନରେ ଭଲରେ ଚଳିବେ ଆଉ ଭଲ ରହିବେ, ଆପଣ ରହିବା ସହିତ ଅନ୍ୟମାନଙ୍କୁ ଭଲ ରଖିବାକୁ ସୁଯୋଗ ଦିଅନ୍ତୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ ନୂତନ ବର୍ଷ 2026 ଉପଲକ୍ଷେ ମୋର ପ୍ରିୟ ଦର୍ଶକ ବନ୍ଧୁମାନଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ସହିତ ଶୁଭ ଅଭିନନ୍ଦନ ଜଣାଉଛି। ତେବେ ପ୍ରିୟ ଦର୍ଶକ ବନ୍ଧୁ ଏମିତି ସମୟ ଅତିବାହିତ କରିବ ଆଉ ବର୍ଷ ପରେ ବର୍ଷ ଆସିବ, ଦିନ ପରେ ଦିନ ଆସିବ। ଏମିତି ସମାଜ ଥିବା ପର୍ଯ୍ୟନ୍ତ ମଧ୍ୟ ଏହି ସମାଜରେ ବର୍ଷ ଦିନ ଆଉ ବାର ସପ୍ତାହ ଏମିତି ଗଡ଼ି ଗଡ଼ି ଚାଲିବ। ଆଉ ଏ ସମାଜରେ ରହିଥିବା ସମାଜ ତିଷ୍ଠି ଥିବା ପର୍ଯ୍ୟନ୍ତ ଏମିତି ସମୟ ଆସିବ। ତେବେ ବିଭିନ୍ନ ସମୟ ଭିତରେ ବିଭିନ୍ନ ଦୁଃଖ ସୁଖ ଆଉ ବିଭିନ୍ନ ସମୟ ଦେଇ ଗତି କରିଥାଏ। ତାକୁ ସବୁ ଭୁଲି ଆଗାମୀ ଦିନରେ କେମିତି ଭଲ ରହିବା, ସୁଖରେ ରହିବା ଆଉ ଶାନ୍ତିରେ ରହିବା, ଆମେ ରହିବା ସହିତ ଅନ୍ୟମାନଙ୍କୁ କେମିତି ସୁଖ ଶାନ୍ତିରେ ରହିବା ପାଇଁ ସୁଯୋଗ ଦେବା, ଏହା ହିଁ ମୋର ବ୍ୟକ୍ତିଗତ ମତାମତ। ତେବେ ପ୍ରିୟ ଦର୍ଶକ ବନ୍ଧୁ ମୁଁ ଆଶା କରେ ଆପଣ 2026କୁ ସ୍ୱାଗତ ଜଣାଇବା ସହିତ ଆପଣମାନଙ୍କୁ ମଧ୍ୟ ସ୍ୱାଗତ ଜଣାଉଛି ଆଉ ଶୁଭ ଅଭିନନ୍ଦନ ଜଣାଉଛି 2026କୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ ଆଉ 2026 ଦିନଟି ଆପଣଙ୍କ ପାଇଁ ଶୁଭଙ୍କର ହେଉ ଆଉ ଭଲ ରୁହନ୍ତୁ ଆଉ ଆପଣ ଭଲ ରହିବା ସହିତ ଅନ୍ୟମାନଙ୍କୁ ଭଲ ରହିବାର ସୁଯୋଗ ଦିଅନ୍ତୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ ଏହି ଚ୍ୟାନେଲ ମାଧ୍ୟମରେ ଆପଣମାନଙ୍କୁ 2026 ଉପଲକ୍ଷେ ଆପଣମାନଙ୍କୁ ଅଶେଷ ସ୍ୱାଗତ ସହିତ ଆପଣମାନଙ୍କୁ ଶୁଭ ଅଭିନନ୍ଦନ ଜଣାଉଛି। ତେବେ ଧନ୍ୟବାଦ ପ୍ରିୟ ଦର୍ଶକ ବନ୍ଧୁ। ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଆଗାମୀ 2026ରେ କେମିତି ଆପଣମାନେ ମୋ ଚ୍ୟାନେଲକୁ ଆପଣମାନଙ୍କ ସହଯୋଗ ଦ୍ୱାରା ମୋ ଚ୍ୟାନେଲଟି କେମିତି ଡେଭଲପ୍ ହୋଇପାରିବ ବା ଉନ୍ନତି ହୋଇପାରିବ ଆଉ ଆପଣମାନଙ୍କର ସହଯୋଗ ଏକାନ୍ତ କାମ୍ୟ। ତେବେ ପ୍ରିୟ ଦର୍ଶକ ବନ୍ଧୁ ଆପଣମାନଙ୍କୁ ମୁଁ ବିନମ୍ର ସହିତ ଅନୁରୋଧ କରୁଛି ଆପଣ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ସବସ୍କ୍ରାଇବ୍ କରିବା ସଙ୍ଗେ ସଙ୍ଗେ ଲାଇକ୍ କରନ୍ତୁ। ଆଉ ଆପଣ ଯଦି ଚାହିଁବେ ଗୋଟେ ୟୁଟ୍ୟୁବରକୁ ଆପଣ ଚାହିଁଲେ ଉନ୍ନତ ଡେଭଲପ୍ କରିପାରିବେ, କିନ୍ତୁ ଆପଣଙ୍କ ପାଖରେ ସବୁକିଛି। ଆପଣ ଚାହିଁଲେ ଗୋଟେ ୟୁଟ୍ୟୁବରକୁ ଚାହିଁଲେ ଭଲରେ ଆଉ ଉନ୍ନତି କରିବାରେ ଆପଣଙ୍କ ସହଯୋଗ ଏକାନ୍ତ କାମ୍ୟ। ତେବେ ପ୍ରିୟ ଦର୍ଶକ ବନ୍ଧୁ ଆଉ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଆଉ ଧନ୍ୟବାଦ। ତେବେ 2026 ଆପଣଙ୍କ ପାଇଁ ମଙ୍ଗଳମୟ ହେଉ, ଆପଣ ଭଲ ରୁହନ୍ତୁ ଆଉ ଅନ୍ୟମାନଙ୍କୁ ଭଲ ରଖିବାର ସୁଯୋଗ ଦିଅନ୍ତୁ। ତେବେ ପ୍ରିୟ ଦର୍ଶକ ବନ୍ଧୁ ଏ ଆମର 2026 ନ୍ୟୁ ଇୟର ବା ନୂତନ ବର୍ଷ ଉପଲକ୍ଷେ ଆପଣମାନଙ୍କୁ ମୁଁ ଅଶେଷ ଶୁଭେଚ୍ଛା ସହିତ ଅଭିନନ୍ଦନ ଜଣାଉଛି। ଧନ୍ୟବାଦ।